କିଛି ବାପ ମାର୍କା ପୁଅ ମାନେ ବିଜୁ ଜନତା ଦଳର ପ୍ରମୁଖ ଭାବରେ ଦେଖିବାକୁ ମିଳୁଥିଲେ। ସେମାନେ କୁଆଡ଼େ ଗଲେ? ଚନ୍ଦ୍ର ସାରଥୀ ବେହେରା, ତାଙ୍କ ବାପାଙ୍କର ଅନେକ ଅବଦାନ ଥିଲା ବିଜୁ ଜନତା ଦଳ ରାଜନୀତିରେ। ପ୍ରଫେସର କାଳିନ୍ଦୀ ବେହେରା, ତାଙ୍କ ନାଁ ଏଠି ନାହିଁ। ସମ୍ବିତ ରାଉତରାୟ, ଡାକ୍ତର ଦାମୋଦର ରାଉତଙ୍କ ପୁଅ, ତାଙ୍କ ନାଁ ବି ଏଥିରେ ନାହିଁ। ରୁଦ୍ର ମହାରଥୀ, ସେ ନବାଗତ ହେଲେ ମଧ୍ୟ ପ୍ରଦୀପ ମହାରଥୀଙ୍କ ପୁଅ। ସେଇଭଳି ବିଷ୍ଣୁବ୍ରତ ରାଉତରାୟ, ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କର ପୁଅ, ତାଙ୍କୁ ବି ସ୍ଥାନ ମିଳିନାହିଁ। ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ତ୍ରିପାଠୀଙ୍କ ପୁଅ, ତାଙ୍କୁ ବି ସ୍ଥାନ ମିଳିଲା ନାହିଁ। ଏମିତି ଅନେକ ଯୁବ ଚେହେରାଙ୍କୁ ବିଜୁ ଜନତା ଦଳର ଏ ନୂଆ ଟିମ୍ରେ ସ୍ଥାନ ଦିଆଯାଇ ନାହିଁ। ଯାହା ଆଲୋଚନା ହେଉଛି ଯେ ଏ ଯୁବ ଚେହେରା ମାନେ କାଳେ ଆଗକୁ ପାଣ୍ଡିଆନ ଏବଂ ବବି ଦାସଙ୍କ ପାଇଁ ବିପଦ ହେଇ ଠିଆ ହୋଇପାରନ୍ତି। କାଳେ ସେମାନେ ପାଣ୍ଡିଆନକୁ ବିରୋଧ କରିପାରନ୍ତି, ବବିଙ୍କ ବିରୋଧରେ ମୁହଁ ଖୋଲି ପାରନ୍ତି। ତେଣୁ ମୂଳରୁ ସେମାନଙ୍କୁ କୌଣସି ପ୍ରକାର କ୍ଷମତା ଦିଆଯିବ ନାହିଁ। ଏହି ପ୍ରକାର ଯଦି ନିଷ୍ପତ୍ତି ନ ହେଇଥାନ୍ତା, ଏହି ପ୍ରକାର ଯଦି ନିର୍ଣ୍ଣୟ ନ ହେଇଥାନ୍ତା, ତାହେଲେ ଏ ଯୁବ ଚେହେରା ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥାନ୍ତା ନା ନାହିଁ।